ରବି ଧାନ ଚାଷ ନିମନ୍ତେ ପଦମପୁରରେ ଜୋରଦାର ଚାଷ କାମ ଆରମ୍ଭ। ରାୟଗଡ଼ା ଜିଲ୍ଲା ପଦ୍ମପୁରର ବଡ଼ନାଳ ଜଳସେଚନ ପ୍ରକଳ୍ପରୁ ପାଣି ଛାଡ଼ିବା ପରେ ବର୍ତ୍ତମାନ ଜମିକୁ ପାଣି ପହଞ୍ଚିଛି ଏବଂ ଜମିକୁ ପାଣି ପହଞ୍ଚିବା ପରେ ବର୍ତ୍ତମାନ ଚାଷ କାମ ଜୋରଦାର ଆରମ୍ଭ ହେଉଛି। ଏ ହେଉଛି ଲାଉଗୁଡ଼ା ମୌଜା ନିକଟର ଦୃଶ୍ୟ। ଆଜି ଦିନ 2ଟା ସମୟର ଦୃଶ୍ୟ। ଏଠାରେ ଜମିକୁ ପାଣି ପହଞ୍ଚିବା ପରେ ଚାଷୀମାନେ ନିଜ ନିଜ ଚାଷ କରୁଥିବାର ଦେଖିବାକୁ ମିଳିଛି। ତେବେ ଦୀର୍ଘ ବର୍ଷ ହେଲା ରବି ଧାନ ଚାଷ ଏଠାରେ ହେଉନଥିଲା। ଦୀର୍ଘ 10 ବର୍ଷ ପରେ ରବି ଧାନ ଚାଷ ହେବା ଫଳରେ ଚାଷୀମାନଙ୍କର ଆନନ୍ଦର ଲହରୀ ଖେଳି ଯାଇଛି ଏବଂ ବଡ଼ନାଳ ଜଳସେଚନ ପ୍ରକଳ୍ପର ପାଣି କେନାଲ ମାଧ୍ୟମରେ ପହଞ୍ଚୁଛି ଏବଂ ପଦ୍ମପୁର ଅଞ୍ଚଳରେ ପାଖାପାଖି 2875 ହେକ୍ଟର ଚାଷ ଜମିକୁ ଜଳସେଚିତ କରିବ। ଏଥିପାଇଁ କେନାଲ ମାଧ୍ୟମରେ ପାଣି ଛଡ଼ାଯାଇଛି ଏବଂ କେନାଲ ମାଧ୍ୟମରେ ପାଣି ଆସିବା ପରେ ବର୍ତ୍ତମାନ ଚାଷ କାମ ପଦ୍ମପୁର ଅଞ୍ଚଳରେ ଜୋରଦାର ଆରମ୍ଭ ହୋଇଯାଇଛି।